ବିନତାନନ୍ଦନ ନନ୍ଦନ ଆପଣ ବିଷ୍ଣୁ ମନ୍ଦିର କୁ ଯାଆନ୍ତୁ। ବିନତାନନ୍ଦନ ଗରୁଡ ବସିଛି ବସିଛି କେମିତି କେମିତି ନା କରପତ୍ର ବେନି ଯୋଡି କରି ଯୋଡି କରି ବାବୁ ଦିଟା ଯାକ କରପତ୍ରକୁ ଯୋଡି ଦେଇଛି। ଆଜ୍ଞା ଆଁ ଆଜ୍ଞା ପତ୍ର ଆସିଲା ସାରେ ତଥାପି ଗୋଟେ ସନ୍ଦେହ ରହୁଛି। ଆଁ ଆପଣ ଯୋଉ ମହାପୁରୁଷଙ୍କ ନାଁ କହିଲେ କବିଙ୍କ ନା କବିଙ୍କ ନାଁ ମୁଁ କାହିଁ ଶୁଣିନି ସିନା। ତୁ ତ ଗୋଟେ ବଡ ପଣ୍ଡିତଟା ତ। ନାଇଁ ଗୋଟେ ଜଣେ ମାନେ ଜଣାଶୁଣା ସମସ୍ତେ ଜାଣିଥିବେ ଗୋଟେ ପଦ ଅଏ ବାବୁ ଆଜ୍ଞା ଭଗବାନ ଦାସ ହଁ କାର୍ତ୍ତିକ ଦାସ ହଁ ଅର୍ଜୁନ ଦାସ ହଁ ଏମାନେ ହଉଛନ୍ତି ପୁରୁଣା କବି। ହଁ ହଁ ଆଁ ହଁ ଏମାନଙ୍କ ଗୀତ ତୁ ଶୁଣିନୁ ପାଲା ବାଲା ହେଇଛୁ। ଶୁଣୁ କହୁନାହାନ୍ତି ତା ପରବର୍ତ୍ତୀ ସମୟରେ ହଁ ପଞ୍ଚସଖା ଯୁଗରେ ହଁ ଆଉ ଜଣେ ଦାସ ଆସିଲେ। କିଏ ତାଙ୍କ ନାଁ ହଉଛି ବଳରାମ ଦାସ। ସିଏ କହିଲେ ତମେ ଜାଣିଛ ତାଙ୍କୁ? ହଁ ହଁ ବଳରାମ ଦାସ ଆମେ ଜାଣିଛୁ ଆଉ ଗାଁ ଗହଳିରେ ମୋ ମା ମାନେ ମାଣବସା ଦିନ ହଁ ହଁ ଆଁ ଲକ୍ଷ୍ମୀ ପୁରାଣ ଲକ୍ଷ୍ମୀ ପୁରାଣ ପଢୁଛନ୍ତି। ହଁ ହଁ ସେଇଟା ହଉଛି ବଳରାମ ଦାସଙ୍କର। ଆଜ୍ଞା ଆଜ୍ଞା ସେ ସେଇଥିରେ କହିଛନ୍ତି କଣ କହିଲେ କହିଲେ ଦିନ କର ଜଗନ୍ନାଥ ଲକ୍ଷ୍ମୀ ପାଶେ ଥିଲେ ଲକ୍ଷ୍ମୀ ପାଶେ ଥିଲେ ରେ ଭୋଲା ଲକ୍ଷ୍ମୀ ପାଶେ ଥିଲେ ଆହା କର ପତ୍ର ଯୋଡି ନତା ଆହା କର ପତ୍ର ଜଳେ ଅଧା ହାଙ୍କୁ ଜଣା ଇଲେ ଭରା ତାଙ୍କୁ ଜଣାଇ ହଁ ଦିନକର ଜଗନ୍ନାଥ ଲକ୍ଷ୍ମୀ ପାଶେ ଥିଲେ ଥିଲେ କରପତ୍ର ଯୋଡି ଲକ୍ଷ୍ମୀ ଜଗନ୍ନାଥଙ୍କୁ କହିଲେ। ହଁ ହଁ ଆସିଲା କରପତ୍ର। ହଁ ହଁ ହେଲାନି ଆଉ ଆଁ? ହଁ ହଁ ତେଣୁ ଏ ପତ୍ର ହଁ ଏଇଭଳି ଭାବରେ ବେଦ ଭଗବାନଙ୍କର ଅର୍ଚ୍ଚନା ତେବେ କରିପାରିବ। ବାବା କିଛି ଉପଚାର ଦରକାର ନାହିଁ ନାଇଁ ନାଇଁ ବାବୁ। ହଁ ଏଇ ପତ୍ର ହଁ ଭଗବାନ କହିଲେ ନମସ୍କାର କରିବା ପାଇଁ ହଁ ମୋ ମନ୍ଦିର ଯାଏ ଆସିବା ଦରକାର ନାହିଁ। ଆଉ ତାହେଲେ କୋଉ ଯାଏ ଆସିବ? କୋଉଠିକି ଆସିବ ଯୋଉଠି ଥାଅ ହଁ ଯୋଉଠି ଥାଅ ବେଦ ସେଠେଇ ନମସ୍କାର କର। ହଁ କାହାକୁ? କାହାକୁ? ମତେ ହଁ ନାଇଁ ରେ ଆଉ ମୋରି ଭଳିଆ ବ୍ୟକ୍ତିତ୍ୱଙ୍କୁ। ହଁ 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 ଆଁ? ଆପଣ ସେ କିଏ? କିଏ ମନୁ ସଂହିତା ହଁ ମନୁ କହିଲେ କଣ କହିଲେ କହିଲେ ଅଭିବାଦନ ଶିଳସ୍ୟ ନିତ୍ୟ ବୃଦ୍ଧ ବସେବିନ ଚତ୍ୱାରି ତସ୍ୟ ବର୍ଧନ୍ତେ ଏ ଆୟୁର୍ବିଦ୍ୟା ଯଶୋ ବଳ। କହିଲେ ଅଭିବାଦନ ଶିଳସ୍ୟ ନିତ୍ୟ ବୃଦ୍ଧ ବସେବିନ। ବାବୁ ଆଜ୍ଞା ଅଭିବାଦନଶୀଳ ହଁ ଆଜିକାଲି ଅଭିବାଦନ କହିଲେ ଆମେ କଣ ବୁଝୁଛେ? କଣ ବୁଝିଲେ? ସ୍ୱାଗତ ସମ୍ବର୍ଦ୍ଧନାକୁ ଆମେ ଅଭିବାଦନ ବୋଲି କହୁଛେ। ହଁ ହଁ କିନ୍ତୁ କିନ୍ତୁ ବୈଦିକ ଯୁଗରେ ହଁ ଅଭିବାଦନ ଶବ୍ଦର ଅର୍ଥ ହଉଛି ନମସ୍କାର କରିବା। ହଁ ଆଁ? ହଁ ଭୋ ଅଭିବାଦୟାମି ବ୍ରତହର ବେଳେ ହଁ ବ୍ରହ୍ମଚାରୀ କି ହଁ ଗୁରୁ କହନ୍ତି ହଁ ଭୋ ଅଭିବାଦୟାମି ମୁଁ ଆପଣଙ୍କୁ ପ୍ରଣାମ କରୁଛି। ତେଣୁ ଅଭିବାଦନଶୀଳସ୍ୟ ନିତ୍ୟ ବୃଦ୍ଧୋପସେବିନ ସେବିନ ବୟସ୍କ ଲୋକମାନଙ୍କୁ ନମସ୍କାର କରିବା। ହଁ ବୟସ୍କ ଲୋକମାନଙ୍କର ସେବା କରିବା। ବାତ ଏ ପିଲେ ହଁ ଧୀରେ 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 ଯଦି ଏ ଆଗରେ ବସି ପାର୍ଟି ନାଇଁ କରୁଛନ୍ତି ଆଜ୍ଞା କିଛି ନାହିଁ ସେ କରନ୍ତୁ ମୋ କଥା ଖାଲି ଶୁଣନ୍ତୁ। ସାର୍ କଣ କହୁଛନ୍ତି ଶୁଣ କହିଲେ ପରୀକ୍ଷା ଅଭିବାଦନଶୀଳ ବୟସ୍କ ଲୋକମାନଙ୍କୁ ନମସ୍କାର କରିବା ହଁ ଏବଂ ବୟସ୍କ ଲୋକମାନଙ୍କର ସେବା କରିବା। ହଁ ଏତିକି କଲେ ନା ହଁ ଆମର ଚାରିଟା ଜିନିଷ ବଢିବ। ହଁ ହଁ ଭଗବାନ ଖୁସି ହେଇଯିବେ। କଣ ଆଜ୍ଞା ଚାରି କାରଣ ବଢିବ? ସିଏ ପତ୍ର ପାଇଗଲେ ଆଉ ତା ମନ୍ଦିରକୁ ଯିବା ଦରକାର ନାହିଁ। କଣ ଆଜ୍ଞା ଚାରିଟା ବଢିବ ଆଁ? କଣ ଚତ୍ୱାରି ତସ୍ୟ ବର୍ଧନ୍ତେ ହେ ଚାରିଟା ଜିନିଷ ହଁ କଣ? କଣ ଆୟୁ ଏକ ବିଦ୍ୟା ଦୁଇ ଯଶ ତିନି ବଳ। ଚାରି ଏ ପୁଅ ଆୟୁଷ ବଢିବ ବଢିବ ପାଠ ବଢିବ ବଢିବ ଯଶ ବଢିବ ବଢିବ ବଳ ବି ବଢିବ। ହଁ ହଁ ଆଁ? ହଁ ଏଇଭଳି ଚାରିଟା ଜିନିଷ ବଢିବ। ହଁ ହଁ ତେଣୁ ଆପଣ ମାନେ ହଁ ବୟସ୍କ ଲୋକମାନଙ୍କର ସେବା କରନ୍ତୁ ପିଲେ। ଆଜ୍ଞା ଆଜ୍ଞା ବୟସ୍କ ଲୋକମାନଙ୍କୁ ପ୍ରଣାମ କରନ୍ତୁ। ହଁ ଆଁ? ସାରେ ଆଁ? ସାରେ କଣ କହ?
ମାନେ ବୟସ୍କ ଲୋକମାନଙ୍କୁ ନମସ୍କାର କଲେ ଇଏ ଚାରିଟା ଜିନିଷ ବଢିବ। ହଁ ଯଦି ଆଜ୍ଞା ବାଉଳାରେ ଗୋଟା କନିଷ୍ଠକୁ ମୁଁ ନମସ୍କାର କରିଦେବି, ପୁରା କହ ଓଡିଆରେ, ହଁ ସଂସ୍କୃତ ହେଇଯାଉଛି ମାନେ ଜୋରେ। ଛୋଟ ପିଲାକୁ ଯଦି ମୁଁ ନମସ୍କାର ହେଲି, ହଁ ମୋର ବୟସ ଅଧିକା ତା ଠାରୁ, ବୟସରେ ସାନକୁ ନମସ୍କାର କଲେ କଣ ହବ? କଣ ହବ? ଜଣେ ବୟୋଜ୍ୟେଷ୍ଠ ଲୋକ, ବଡ ଲୋକ ହୁଁ। ସାନ ପିଲାଟାକୁ ନମସ୍କାର କଲେ କଣ ହବ? କଣ ମିଳିବ? ଆଁ? କଣ ମିଳିବ? ବାବୁରେ ଭୂଷଣ୍ଡ ରାମାୟଣ ହଁ କହିଲେ ଆୟୁଷ ମହତା ନାମ ନିଜର୍ଯଦି ନମସ୍କୃତ୍ୟା ଚତ୍ୱାରି ତସ୍ୟ ନଶ୍ୟନ୍ତି ଏ ଆୟୁର୍ବିଦ୍ୟା ଯଶୋ ବଳ। କହିଲେ ବୟସ୍କ ଲୋକ ହଁ ଯଦି ଛୋଟ ପିଲାଟାକୁ ନମସ୍କାର କଲା ନା, ହଁ ଏ ଛୋଟ ପିଲାର କ୍ଷତି ହବ। କଣ କ୍ଷତି ହବ? ତାର ଚାରିଟା ଜିନିଷ ପଳେଇବ। କଣ ଚାରିଟା ଯିବ? ଆୟୁଷ ଯିବ, ହଁ ପାଠ ଯିବ, ହଁ ଯଶ ଯିବ, ହଁ ବଳ ବି ଚାଲିଯିବ। କି ଚାଲିଯିବ ଚାରିଟା ଯାକ? ହଁ ସାରେ ଆଁ? ସାରେ ଆଁ? କେମିତି ଟିକେ ପ୍ରମାଣ ଦଉନାହାନ୍ତି? ପ୍ରମାଣ ଅଛି, ଅଛି ଆପଣ ମାନଙ୍କର ଭାଗବତରେ ଅଛି। ଏଇ ସେଇଥିପାଇଁ ଗୋଟେ ଛୋଟିଆ କଥାଟି ଆପଣ ମାନଙ୍କୁ କହିବି। କହୁନାହାନ୍ତି। କହିଲେ ବିଶ୍ଵ ଶୃକ ଯଜ୍ଞେ ଉପାଗତ କାଳେ ଏ ଦେବତା ଋଷି ଏଥର ଏ କାକୁସ୍ଥ କାତ ଯେତେ ଚରା ଚର ଏ ନକଲା ସେ ମତେ ନମସ୍କାର ଏ ଫଳ ବ୍ୟବହାର ଫଳ ବ୍ୟବହାର ଏ ଅବଶ୍ୟ କରିବି ପ୍ରତିକାର। କଣ ଆଣ୍ଟୁଛୁ? ମାରିକି ମଣିଷ କରିଦେବି କଣ ବୋଲି ଭାବୁଛୁ ନା କଣ? ର ର ର ମତେ ବହୁତ ବାଡେଇଲାଣି ତାକୁ। ବାଡଉଛୁ ଆଉଟା ବାଡେଇଲୁ ଦେଖି। ଆରେ ବାଡଉଛି ପରା, ଗାଲୁଆଙ୍କ ଭଳିଆ କଣ ହଉଛୁ? କଣ ଗାଲୁଆଙ୍କ ଭଳିଆ? ବସ। କଣ ଗାଲୁଆଙ୍କ ଭଳିଆ ହେଲି? କଣ ବାଡଉଛି ପରା, ସେ ବାରମ୍ବାର ବାଡଉଛି। କଣ ଆଉ ଥରେ ବାଡେଇଲୁ ଆଉ ଥରେ ବାଡେଇଲୁ ହଉଛୁ? ମାନେ ଇଏ ମତେ ବାଡଉଛି? ଆଉ ସାରେ ଇଏ ମତେ ବାଡଉଛି? ମୁଁ ଜାଣିପାରୁନି। ୟା ମାନେ ସାରେ ଇଏ କି ମାଡ? ମାନେ ମୋ ପଞ୍ଚାୟତରେ ଏମିତି ଜଣେ କେହି ବ୍ୟକ୍ତି ନାହିଁ ହଁ ମୋ ପିଠିରେ ଯାହା ହାତ ନ ବାଜିଛି। ବାସ୍ ହଁ 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 ଇଏ କଣ ମତେ ବାଡେଇବ? ବସ ବସ ମୁଁ ସାର୍ଟିଫିକେଟ ର ପଞ୍ଚାୟତ ମାଡୁଆ ବସ ସାର୍ଟିଫିକେଟ ବସ ପାଇଛି। ବସ। ମୁଁ ଯୋଉ ସ୍କୁଲରେ ଅଛି ତୁମେ ଭାଗବତ ତୁମେ ରାମାୟଣ Halo, halo. ତୁମେ ପ୍ରବଚନ ତୁମେ ପାରାୟଣ Halo. ତୁମେ ଗୀତାର ଅମୃତ ଉଚ୍ଚାରଣ Halo. হে নারায়ণ হে নারায়ণ তুমে ভাগবত তুমে রামায়ণ ତୁମେ ଭାଗବତ, ତୁମେ ପାରାୟଣ, ତୁମେ ପ୍ରବଚନ ତୁମେ ପାରାୟଣ ତୁମେ ପ୍ରବଚନ, ତୁମେ ପାରାୟଣ, ତୁମେ ଗୀତାର ଅମୃତ ଉଚ୍ଚାରଣ ହେ ନାରାୟଣ ହେ ନାରାୟଣ ହେ ନାରାୟଣ
সর্ব অন্তর্যামী নিরাময় তুমি সর্ব অন্তর্যামী অন্তরে অনথেরা অন্তরে তিলকরে তুমে ফল করে তুমে তিলকরে তুমে ফল করে তুমে তুলসী তব সর্বনাম তুমে ভাগবত তুমে রামায়ণ তুমে তুমে প্রবচন তুমে পরায়ণ তুমে গীতার অমৃত উচ্চারণ ক্ষীর সাগରରେ অলত সজলে প্রভু হে তুমরি বাস জগত মঙ্গল କରିବା ପାଇକି ଜଗତ ମଙ୍ଗଳ କରିବା ପାଇକି ନର ରୂପେ ଆସିଅଛ ନର ରୂପେ ସବୁରି ଜୀବରେ ପ୍ରାଣ ତୁମେ ପ୍ରଭୁ ସବୁରି ଜୀବରେ ପ୍ରାଣ ତୁମେ ପ୍ରଭୁ ପୁରୀ ରହିଅଛ ସର୍ବସ୍ଥାନ ତୁମେ ଭାଗବତ ତୁମେ ରାମାୟଣ ତୁମେ ପ୍ରବଚନ ତୁମେ ପରାୟଣ ତୁମେ ଗୀତାର ଅମୃତ ଉଚ୍ଚାରଣ ହଉଥିଲା ବର ସାମନ୍ତ ନାଗର ଶୁଣୁଥିଲେ ଦେଇ ମନ ଯାହା ଯାହା ନ୍ୟାୟ ଏବେ ହୋଇଲା ଲୋଚନ ବିଷୟ ବସ୍ତୁରେ କଥା ଏବେ କରିଛି ବସାଣ ରହ ବାବୁ ବିଶ୍ୱଶୃକ ଯଜ୍ଞ ବିଶ୍ୱଶୃକ ଅର୍ଥ ବ୍ରହ୍ମା ଆଜ୍ଞା ବ୍ରହ୍ମା ଗୋଟେ ଯଜ୍ଞ କରିଛନ୍ତି ଠିକ এই যজ্ঞরে ହଁ উপস্থিত হই হ্যাঁ। সমস্ত দেবতা সমস্ত যক্ষ সমস্ত গন্ধর্ব সমস্ত কিন্নর সমস্ত ঋষি এবং প্রত্যেক ସମସ୍ତେ ଉପସ୍ଥିତ ଅଛନ୍ତି କିନ୍ନର ଡ୍ରାଇଭର ଯେତେ ଥିଲେ ସମସ୍ତେ ଏମିତି ଆଉ କଣ ଆପଣ କହିଲେ ପରା କଣ କହିଲୁ ତୁ ଆପଣ ଏଇନା କହିଲେ କିନ୍ନର ସେ କହିଲେ ମୁଁ କିନ୍ନର ଯଦି ଯାଇଥିବେ ଡ୍ରାଇଭର ଆଇଥିବେ ହେଲ୍ପର ବି ଯାଇଥିବେ ଆଜ୍ଞା କିନ୍ନର ଗୋଟେ ଜାତି ଜାତି ଏ ପୁଅ ଆଜ୍ଞା ତେଣୁ ଏମାନେ ସମସ୍ତେ ଆସିଛନ୍ତି ସେଠିକି ହଁ ତା ଭିତରେ ଯଜ୍ଞ ସ୍ଥାନ ମାନଙ୍କରେ ଆମ ମଉସା ଚାନ୍ଦପୁରରୁ ଆସିଛନ୍ତି ସେ କହୁଛନ୍ତି ଏ ପାଖରେ 2-3ଟା ଯଜ୍ଞ ହଉଛି ଆଜ୍ଞା ଯଜ୍ଞ ଯୋଉଠି ହୁଏ ସନ୍ଧ୍ୟା ବେଳକୁ ଗୋଟେ ସାହିତ୍ୟ ଆସର ହୁଏ
ଆଜ୍ଞା ନାଇଁ ହଁ ବା ଭଗବତ ଆସର ହୁଏ ହଁ ଆଜ୍ଞା ଏଇ ଭଗବତ ଆସରରେ ହଁ ସମସ୍ତେ ବସିଥାନ୍ତି ବାସ୍ ତା ଭିତରେ ହଁ ସଭାପତି ନିର୍ଣ୍ଣୟ କରାଯାଏ ଆଜ୍ଞା ସଭା ହୁଏ ହଁ ଏବଂ ବିଭିନ୍ନ କଥା ଆଲୋଚନା କରାଯାଏ ଆଜ୍ଞା ଠିକ ସେଇ ଭଳିଆ ହଁ ଏବେ କିନ୍ତୁ ଆଉ ଟିକିଏ ପରିବର୍ତ୍ତନ ହେଇଯାଇଛି ହୁଁ ଏବେ ଆଉ ସଭାପତି ନିର୍ବାଚନ ହଉନି ସିଧା ଜଣେ ପ୍ରବଚକ ଯାଇ ପ୍ରବଚନ ଦଉଛନ୍ତି ନହେଲେ ପାଲା କି ସଂକୀର୍ତ୍ତନ କି ଆଜ୍ଞା। ମେଲୋଡି ଏଗୁଡାକ ଚାଲିଛି ଆଜ୍ଞା ଆଜ୍ଞା ସେତେବେଳ ସମୟର କଥା ହଁ ଆଜିର କଥା ନୁହେଁ ନା ତେଣୁ ସଭାଟିଏ ହେଇଛି ହଁ ସଭାରେ ଅନେକ ବ୍ୟକ୍ତିତ୍ୱ ଥିଲା ବେଳେ ଓହୋ ଜଣେ ଉଗ୍ର ବ୍ୟକ୍ତିତ୍ୱ ପଛରେ ଆସି ପହଞ୍ଚିଲେ ବାହ 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 ଯେତେବେଳେ ଉଗ୍ର ବ୍ୟକ୍ତିତ୍ୱ ଜଣକ ଆସିଲେ ଆଜ୍ଞା। ସମସ୍ତେ ଉଠିକିରି ନମସ୍କାର କଲେ ତାଙ୍କୁ ଆଜ୍ଞା ନମସ୍କାର 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 ଆଜ୍ଞା ନମସ୍କାର କାହିଁକି କଣ ପାଇଁ ଭକ୍ତିରେ ନା ଆଉ ଭୟରେ 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 ନମସ୍କାର କଲେ କାହିଁ କାହିଁକି ଜାଣିଛ କାହିଁକି ଏ ଦୁନିଆରେ କାହାକୁ ମଣିଷ ଭୟ କରେ କାହାକୁ ଆଜ୍ଞା ଯାହାର ବିବେକ ନଥାଏ ହଁ ଆଉ ବିବେକ କାହାର ନଥାଏ କାହାର ନଥାଏ ମେହେର ଲେଖିଲେ ଗୋଟାଏ ପଦ କଣ ଲେଖିଲେ ବହିର ନାଁ ହଉଛି ପଦ୍ମିନୀ ହଁ ହଁ କହିଲେ ନିଚ ଲୋକ ପାଏ ଯେବେ ଏ ଉଚ୍ଚ ଅଧିକାର ନଥାଏ ତା ପାପ ପୁଣ୍ୟ ବିବେକ ବିଚାର କହିଲେ ନିଚ ଲୋକ ପାଏ ଯଦି ଉଚ୍ଚ ଅଧିକାର ନଥାଏ ତା ପାପ ପୁଣ୍ୟ ବିବେକ ବିଚାର ବିଚାର କଣ ପାପ ହଁ ଆଉ କଣ ପୁଣ୍ୟ ବାସ୍ ଏ ବିବେକ ତାର ନଥାଏ ବିଚାର କରିବା ପାଇଁ ଆଜ୍ଞା ଆଜ୍ଞା ବିଚାର ଶକ୍ତି ତାର ନଥାଏ ହଁ ଏ ପୁଅ ହଁ ସେମିତି ଜଣେ ବ୍ୟକ୍ତିତ୍ୱ ହଁ ଏ ସଭାରେ ଅଛନ୍ତି ହଁ ହଁ ସେ କିଏ ଇଏ ଆଉ କେହି ନୁହନ୍ତି ଆଉ ସେ ହଉଛନ୍ତି ବ୍ରହ୍ମାଙ୍କର ପୁଅ ବ୍ରହ୍ମାଙ୍କ ପୁଅ ଆଁ? ନା କଣ ବ୍ରହ୍ମାଙ୍କର କେତେଟା ପୁଅ କି କେତେଟା ମୁଁ କେମିତି ଜାଣିବି ଶୁଣୁ କହୁନାହାନ୍ତି ସୃଷ୍ଟି କରିଦେଲେ ବ୍ରହ୍ମା ହଁ ପାଳନ କରିବା ପାଇଁ ହଁ ରାଜା ଦରକାର ହଁ ହଁ 4 ଜଣ ପିଲା ମନରୁ ଜନ୍ମ କଲେ 4 ଜଣ ହଁ 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 4 ସନ 4 ସନ ମୁଁ କହିଛି ସନକ ସନନ୍ଦ ସନନ୍ଦନ ସନତ କୁମାର ଆଁ? ଆଜ୍ଞା ବାବୁରେ ଏ 4 ପୁଅ ଛିଡା ହେଲେ ହଁ ବ୍ରହ୍ମା ପଚାରିଲେ ପିଲେ ଆଜ୍ଞା ଆଜ୍ଞା ଏ ସୃଷ୍ଟିଟାକୁ ତିଆରି କରିଛି ଆଜ୍ଞା ତମେ ରାଜା ହିଁ ପାଳନ କର ନାଇଁ ଆଜ୍ଞା ଆମେ ପାରିବୁନି ଆଜ୍ଞା ଆଉ ନାଇଁ ଆମେ ପାରିବୁନି ଆମେ ଆପଣ ଯଦି କହିବେ ଆମେ ଯଜ୍ଞ କରି ସୃଷ୍ଟିର ବସ ବସ ମଙ୍ଗଳ ଚିନ୍ତା କହିଲେ ଆମେ ତପସ୍ୟା କରିବୁ ଯଜ୍ଞାଦି କରିବୁ ଏବଂ ଏ ମଙ୍ଗଳ କରିବୁ ଏ ବିଶ୍ୱର ହଁ ବ୍ରହ୍ମା ନିଜ ଦେହରୁ ହଁ 10ଟା ପିଲା ଜନ୍ମ କଲେ 10ଟା ମନରୁ 5 ଦେହରୁ 10 ସେ 10 କଣ କଣ ଆଁ? କହିଲେ ମରିଚି ମର୍ତ୍ୟଙ୍ଗୀର ସବୁ ପୁଲସ୍ତ୍ୟ ପୁଲହ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷସ୍ୟ ଇଏ ଦଶମ ସ୍ତୋତ୍ର ନାରଦ ଆଁ? ହଁ ଶ୍ରୀମଦ ଭାଗବତ ବ୍ୟାସ ହଁ ଗଣେ ପୁଅ କହୁନାହାନ୍ତି ଆଜ୍ଞା 10ଟା ପିଲାଙ୍କ ନାଁ ଗଣେ ହଁ କୁହନ୍ତୁ ମରିଚି ସାରେ ମଲା ଲୋକ କାଇଁ ଏଠିକି ଆସିବେ କଣ ମରିଗଲା କିଏ ମରିଗଲା କଣ ଆପଣ ବା ବର୍ତ୍ତମାନ କହୁନ୍ତି ମରିଛି ଓହୋ ଋଷିଙ୍କ ନାଁ ହଉଛି ମରିଚି ଓହୋ ଋଷିଙ୍କ ନାଁ ମରିଛି ମୁଁ କହିଲି ମଲା ଲୋକ ହଁ ଏକ ଅତ୍ରି ଦୁଇ ଅଙ୍ଗିର ଅଣ୍ଡିରା ଅଣ୍ଡିରା ନୁ ମୁଁ ଅଙ୍ଗିର କହୁଛି ଅଙ୍ଗିର 3 ପୁଲସ୍ତ୍ୟ 4 ପୁଲହ 5 କ୍ରତୁ 6 ଭୃଗୁ 7 ବଶିଷ୍ଠ 8 ଦକ୍ଷ 9 ନାରଦ 10 ଏ 10ଟା ପୁଅକୁ ଦେହରୁ ଜନ୍ମ କଲେ କି ପାପାର ବୁଢାର କିରି ବାବାରେ ହଁ ଆଁ? ହଁ ଇଏ 10ଟା ପିଲାଙ୍କୁ କହିଲେ ତମେ ତମ ଭିତରୁ କିଏ ରାଜା ହବ ସମସ୍ତେ ମନା କଲେ ନା, ଆମେ ଜଣେ ରାଜା ହେଲା ହଁ ଦକ୍ଷ କହିଲେ ମୁଁ ହେବି ମୁଁ ତା ମୁଣ୍ଡରେ ପାଟ ଭିଡି ଦିଆଗଲା ଭିଡାଗଲା ପାଟ ଆଁ? ହଁ
तुलसी दास କଣ କହିଲି रामचरित मानस ହୁଁ कहले बड़ अधिकार दक्ष जब पाउआ ରାମ ଜୟ ରାମ ଜୟ ଜୟ ରାମ ରାମ अति अभिमान हृदय तब आउआ संकट मोचन जय हनुमान नही कोई असजन माजग माही राम जय राम जय जय राम राम प्रभुता प्राय नही मद नाही संकट मोचन जय हनुमान कहले बड़ अधिकार दक्ष दक्ष जब पाउआ वाह दक्ष जेतेବେଳେ ବଡ ଅଧିକାର ପାଇଗଲେ ହଁ ଅତି ଅଭିମାନ ହୃଦୟ ତମ ଆଉଆ ହଁ ହୃଦୟରେ ଗୋଟେ ଅଭିମାନ ଆସିଲା ଆସିଲା ଅଭିମାନ। କାହିଁକି କାଇଁ? କେହି ରାଜି ହେଲେନି ନା ହେଁ ଇଏ ଏଡ ବଡ ଉପାଧି ପାଇଲେ ହେଇ ଏତେ ବଡ ସିଂହାସନରେ ବସିଲେ ହଁ ଏ ବିଶ୍ୱ ସିଂହାସନର ସେ ହେଲେ ରାଜା ହଁ ଆଁ? ଆଜ୍ଞା ତେଣୁ ଅହଙ୍କାର ଆସିଲା ହଁ ଅତି ଅଭିମାନ ହୃଦୟ ତମ ଆଉଆ ଆଉ ନହି କୋଇ ଅସଜନ ମାଜକ ମାହି କହିଲେ ଜଗତରେ ମୋ ଭଳିଆ କେହି ପୁଣ୍ୟମାନ ନାହାନ୍ତି ନାହିଁ ନାହିଁ ଅସଜନ ମାଜକ ମାହି ହଁ ପ୍ରଭୁତା ପାୟ ନାହିଁ ମଦ ନାହିଁ ହଁ ମୋ ଭଳିଆ ପ୍ରଭୁତା ମଧ୍ୟ କାହାର ନାହିଁ ନାହିଁ ମୋ ଭଳିଆ ସୁନ୍ଦର ମଧ୍ୟ କେହି ନୁହନ୍ତି କେହି ନାହାନ୍ତି ଏଇ ଅହଙ୍କାର ହଁ ତାଙ୍କୁ ଆଗକୁ ବଢେଇ ଦେଲା ହଁ ଏ ଅହଙ୍କାରରେ ସେ କାହାକୁ ଖାତିର କଲେନି କଲେନି। ସେଦିନ ହଁ ସେ ସଭାରେ ପହଞ୍ଚିଲା ମାତ୍ରେ ହଁ ସମସ୍ତେ ଭୟରେ ନମସ୍କାର କରିଦେଲେ ନମସ୍କାର ଆଜ୍ଞା ପ୍ରଣାମ ଆଜ୍ଞା ପ୍ରଣାମ ଆଜ୍ଞା ନମସ୍କାର ଶେଷରେ ଏଇ ଦକ୍ଷ ହଁ ପହଞ୍ଚିଲେ ତିନି ଜଣଙ୍କ ପାଖରେ କିଏ ତିନୋଟି ଆସନରେ ତିନି ଜଣ ବସିଛନ୍ତି ହଁ ଜଣେ ବ୍ରହ୍ମା ହଁ ଜଣେ ବିଷ୍ଣୁ ବିଷ୍ଣୁ ଆଉ ଜଣେ ମହେଶ୍ୱର ମହେଶ୍ୱର ଶଙ୍କର ଭଗବାନ ଏଇ ତିନି ଜଣ ଯେତେବେଳେ ବସିଛନ୍ତି ଆଜ୍ଞା ତାଙ୍କରି ପାଖରେ ପହଞ୍ଚି ହଁ ଦକ୍ଷ ନିଜ ପିତା ବ୍ରହ୍ମାଙ୍କୁ ପ୍ରଣାମ କଲେ ବ୍ରହ୍ମା ପ୍ରଣାମ ହଁ ବୋପାର ନାଁ ଧରିକି ତ ପୁଅ ଡାକେ ନା କହିଲା ବ୍ରହ୍ମା ପ୍ରଣାମ ବୋପା ମୁକ୍ତି ହେଇଯିବ ବିଷ୍ଣୁ ପ୍ରଣାମ ହେ? ବିଷ୍ଣୁଙ୍କୁ ପ୍ରଣାମ କଲେ ହୁଁ କିନ୍ତୁ ଶିବଙ୍କୁ ପ୍ରଣାମ କଲେନି ଇଏ କି ବଇ କାହିଁକି ନା ଶିବ ୟାଙ୍କର ହିସାବରେ ଜୋଇଁ ହେବେ ଆଁ? ଇଏ ନମସ୍କାର କଲେନି ସିନା ଶିବଙ୍କ ଠାରୁ ନମସ୍କାର ଚାହିଁଲେ କାହିଁକି ନା ଜୋଇଁ ଯେହେତୁ ସେ ମତେ ନମସ୍କାର କରିବେ ଶିବ ବି ଆଙ୍କୁ ନମସ୍କାର କଲେନି ନା ଇଏ ଶିବଙ୍କୁ କଲେନି କି ଶିବ ଆଙ୍କୁ ନମସ୍କାର ନମସ୍କାର କଲେନି ହେଲେନି ଆଉ ବାବୁରେ ହଁ। ସେ ତ ନିର୍ବିକାର ପୁରୁଷ ଶିବ ତାଙ୍କର ଭଲ କେତେ ମନ୍ଦ କେତେ ଆଁ? ହଁ। ଆଁ? ହଁ। ବାବୁରେ ମହାତ୍ମା ମାନଙ୍କର ଦୁଃଖ କଣ ସୁଖ କଣ କଣ ସମ୍ମାନ କଣ ଅସମ୍ମାନ କଣ କଣ ତାଙ୍କର କିଛି ବିଚାର ନାହିଁ ନା ସିଏ ତେଣୁ କିଛି ହେଲେନି ନୀରବ ରହିଲେ ରହିଲେ କିନ୍ତୁ ଦକ୍ଷ ସମ୍ଭାଳିଲେନି ଆହା ଦେଖନ୍ତୁ ହଁ ମୁଁ ଏଇଥିପାଇଁ କହିଛି ହଁ ୟାଙ୍କର ବିଚାର କରିବାର ବିବେକ ନାହିଁ ନା ନା ବଡ ପାଟିରେ ଡାକିଲେ କହିଲେ ହେ ସଭାସଦ ଗଣ ଓହୋ ଆପଣ ମାନେ ସମସ୍ତେ ଶୁଣନ୍ତୁ ଶୁଣ ଶୁଣ କଣ କହିବି କଣ ନା ଏ କୁଳାଙ୍ଗାର ମୋ ଜ୍ୱାଇଁ ଇଏ ମୋ ଜୁଇଁରେ ମହାଶୟ ଦକ୍ଷ ଶିବଙ୍କୁ ପ୍ରଣାମ କଲେନି ନା ଶିବ ଦକ୍ଷଙ୍କୁ ପ୍ରଣାମ କଲେନି ନା ଉଭୟଙ୍କୁ ପ୍ରଣାମ କଲେନି ଯଦି ଦକ୍ଷ ନୀରବ ରହିଯାଇଥାନ୍ତେ ହଁ ଲୋକ ଜାଣିଥାନ୍ତେ ନା ଆରେ ଅନ୍ୟ ବ୍ୟକ୍ତି ମାନେ ଜାଣିଥାନ୍ତେ କେବେ ନ ଏଇଟା ହଉଛି ବିବେକ ବିଚାର ହଁ ମତେ ମୋ ଜୋଇଁ ନମସ୍କାର କରୁନି ହଁ ମୁଁ ଲୋକଙ୍କୁ କହିବି ଏ ବିଚାର କିନ୍ତୁ ତାଙ୍କର ଆସିଲାନି ଏଇ ନା କହିଲେ ହେ ସଭାସଦ ଗଣ ହଁ ହଁ ଇଏ ନିଲଜଟା ମୋ ଜୋଇଁ ହଁ ଏ ମତେ ନମସ୍କାର ହଉନି ହଉନି କାହିଁକି ହେଲାନି ହୁଁ ଭୁଲଟା ତ ମୋ ପାଖରେ ନା ଆହା ଆଁ? ହଁ ବିବାହ କଲା ବେଳେ ହଁ ଯାହା ଦେଖିବା କଥା ହଁ ମୁଁ ଆଠୁ ଦେଖିନି ନାଇଁ ନାଇଁ ମୁଁ ବାପାଙ୍କ କଥାରେ ରାଜି ହେଇଯାଇଥିଲି ହଁ ଆଁ? ହଁ ବାପାଙ୍କ କଥାରେ ମୁଁ ରାଜି ରାଜି ହେଇଯାଇଥିଲି ହେଇଥିଲି ବାପାଙ୍କୁ ସେଦିନ ପଚାରିଲି ପଚାରିଲି ମୁଁ କହିଲି ମୋର ସବୁ ଝିଅକୁ ଆପଣ ବାହା ଦେଲେ ଆଜ୍ଞା ମୋର ସାନ ଝିଅ ହଁ ତା ନାଁ ହଉଛି ସତୀ 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 ପାଇଁ ଯୋଗ୍ୟ ବର କିଏ କିଏ ଆଁ? ହୁଁ ତାର ସମାନ କିଏ 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 ହବ ହଁ ମାର ରୂପ ବର୍ଣ୍ଣନା ମୁଁ କରୁନି ନାଇଁ ନାଇଁ ବାବୁରେ ହଁ କହିଲେ ମୋ ଝିଅ ଭଳିଆ ହଁ ସୁନ୍ଦର କିଏ ହବ ହଁ ଠିକ ଜୋଇଁଟା କିଏ ହବ କିଏ
ବହିର ନାଁ ହଉଛି ଅମ୍ବିକା ବିଳାସ। ଅମ୍ବିକା ବିଳାସ କବି ହେଲେ ବ୍ରଜନାଥ ବଡ଼ଜେନା। ଆଶୁପତି କହିଲେ ଅନୁସନ୍ଧାନରେ ଏ ବ୍ରହ୍ମା କରିଲେ ବିଚାର ଅନୁସନ୍ଧାନରେ ବ୍ରହ୍ମା କରିଲେ ବିଚାର ଅନୁମାନ କଲେ ସତୀ ଯୋଗ୍ୟ ବର ହେ ବାବୁରେ ଅନୁସନ୍ଧାନରେ ବ୍ରହ୍ମା କରିଲେ ବିଚାର ଅନୁମାନ କଲେ ସତୀ ଯୋଗ୍ୟ ବର ହଉଛି ଅହର। ଶିବଙ୍କୁ ଛାଡିଦେଲେ ହଁ। ଆଉ ସତୀଙ୍କ ପାଇଁ ହଁ ଯୋଗ୍ୟ ବର କେହି ନାହାନ୍ତି। କେହି ନାହିଁ କହିଲା ରେ ପୁଅ ଦକ୍ଷ ବାବା ତୋ ପାଇଁ ତୋ ଝିଅ ପାଇଁ ଜୋଇଁ ମୁଁ ଠିକ କରିଛି। କହୁନାହାନ୍ତି କିଏ ଶିବ ଶିବ ଶିବଙ୍କୁ ତୁ ଜୋଇଁ ରୂପରେ ବରଣ କର। ସିଏ କଣ ଏଇଠି କହିଲେ କଣ ନା ମାନେ ସିଏ କଣ ମୋ ଝିଅ ସମାସ୍କନ୍ଦ କହିଲେ ମୋ ଝିଅ ସାଙ୍ଗେ ସମାନ ହବ। ସମାନ ହବ ସିଏ ସିଏ କଣ ମୋ ଝିଅର ଯୋଗ୍ୟ ବର? କହିଲେ କାହିଁକି ଆପଣ ମାନେ ଝିଅଟିଏ ଦେବେ ବରପାତ୍ର ଦରକାର। କେମିତି ବର ନିର୍ବାଚନ କରିବେ ହଁ କେମିତି ବର ନିର୍ବାଚନ କରିବେ ନାହିଁ ହଁ ଏହାର ଗୋଟେ ଉପାୟ ଅଛି ପ୍ରମାଣ ଅଛି ଶାସ୍ତ୍ରୀୟ ପ୍ରମାଣ। ତାହେଲେ ବୁଝିବା ଆଉ କଣ ଆଗ ବୁଝ ହଁ। କେମିତି ଜୋଇଁ ଆପଣ ମାନେ କରିବେ ନାହିଁ। ଆଁ? ହଁ। କେମିତି ଜୋଇଁ ଆପଣ କରିବେନି ଲକ୍ଷଣ ଆଁ? ଠିକ ଗୋଟିଏ ପଦ ଶ୍ଲୋକ କହିଲେ ଉନ୍ମତ ପତିତ କୁଷ୍ଟି ଷଣ୍ଡ ଚୈବ ସ୍ୱଗୋତ୍ରଜଃ ଚକ୍ଷୁ ସତ୍ର ବିନଶ୍ଚ ତଥା ପସ୍ମାର ଦୂଷିତ। ଲଲାଟ ଆଜ୍ଞା ଶ୍ଲୋକ କିଏ ଲେଖିଛି କହିବିନି କହିବେନି ଟିପି ନେଇଯିବେ। ସାର୍ ଟିଫି ନେବେ ବୋଲି ସେ କହିବେନି ନା ହେ ସାର୍ଙ୍କୁ କଣ ଦେବେନି ସାର୍ କଣ ପାଇବେନି ଯେ ଆପଣ ଦେବେନି ଏ ପୁଅ ଆଜ୍ଞା ସ୍କନ୍ଦ ପୁରାଣ ଆଉ କହିଲେ ତ ଆଉ କହିବେନି କଣ ଆଁ? ଉନ୍ମତ ଉନ୍ମତ ପାଗଳ ପାଗଳ ପାଗଳକୁ ଝିଅ ଦେବେନି ନା ଜଇଁ କରିବେନି ପାଗଳକୁ। କାମୁଡିଆ ଫୁଟି ଦବ ପତିତ 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 କାହାକୁ କହନ୍ତି? ଯିଏ ଗାଁରୁ ଏକ ହରିଆ ହେଇଥିବ ଆରେ ପତିତ ଗାଁରୁ ଏକ ହରିକା ହୁଏ ଆଉ ତ ସେ କଥା ନାହିଁ ଆଜିକାଲି ଅଛି। ପତିତ ଲୋକକୁ ଗାଁରୁ ଏକ ହରିକା କରନ୍ତି କିନ୍ତୁ ସେ କିଏ? କିଏ ପତିତ ହଉଛି ପାପୀ ପାପି ଯିଏ ପାପ କାମ କରେ ତାକୁ ଲୋକ ଏକ ହରିକା କରନ୍ତି। ନାଇଁ ପାପି ସିଏ ଯାହା ଛୁଇଁଲେ ଛୁଆଁ ହବ। ଆଜ୍ଞା ତେଣୁ ପାପୀ କି କେବେ ଝିଅ ଦେବେନି। ଦେବେନି ଚାଲୁ କୁଷ୍ଟି କୁଷ୍ଟି କୁଷ୍ଠ ରୋଗୀ କି ଦେବେନି। ନାଇଁ ଆଜ୍ଞା ଯିଏ ବଡ ଦାଣ୍ଡରେ ଗେଞ୍ଜି ପିନ୍ଧିକି ବୁଲୁଥିବ ତାକୁ ଦେବେନି ଅପସ୍ମାର ସିଏ କିଏ ରୋଗୀ କି ଦେବେନି। ନା ଆଉ କାହାକୁ ଦେବେନି ନା ଚକ୍ଷୁ ସ୍ୱତ୍ର ବିହୀନ ଯାହାର ଆଖି ନାହିଁ ଯାହାର କାନ ନାହିଁ ନା ଆପଣ ତାକୁ ଦେବେନି। ନା ଆଖି ନାହିଁ ଯେ ସେ କିଏ? କିଏ ଅନ୍ଧ। ଅନ୍ଧ କାନ ନାହିଁ କାଲା କାଲା। ହଁ ତାହେଲେ କଣ ଏ ଦୁନିଆରେ ଅନ୍ଧ କାଲା ବାହା ହେବେନି? ଆଁ? ହେବେ ନା ହେ କବି ଏଥିପାଇଁ ଲେଖି ନାହାନ୍ତି ଯେ ଆଉ ବାବୁ ହଁ ସେ ଅନ୍ଧକୁ ଦବନି କୋଉ ବନ୍ଧୁକୁ ସେ କାଲାକୁ ଦବନି କୋଉ କଲାକୁ କୋଉ ଅନ୍ଧକୁ ଦବନି ହଁ କହିଲେ ଆଖି ଥାଉ ଥାଉ ଯିଏ ଅନ୍ଧ ଆଖି ଥାଇକିରି ଯିଏ ଅନ୍ଧ ତାକୁ ଦବନି। ବାବା କାନ ଥାଇକିରି ଯିଏ କାଲା ତାକୁ ଝିଅ ଦବନି। କାଲି ଆଁ? ହଁ କଣ କହିଲୁ? ଆଖି ଥାଇ ଅନ୍ଧ କିଏ? କିଏ ଏ ପୁଅ ହଁ କଣ କଣ ହେଲା? ଆପଣ ପାଟି କଲେ ଟିକେ କହିଲେ ଆଖି ଥାଇ ଅନ୍ଧ କିଏ? କିଏ ଆପଣ ଦେଖିବେ ହଁ ଜଣେ ବ୍ୟକ୍ତି ହଁ ସବୁ ଦେଖିଛି ହଁ ନ୍ୟାୟ ପଡିଲା ହଁ ଲୋକ କହିବେ ସେ ଲଲାଟ ବା ଦେଖିଥିଲା ତାକୁ ଡାକି ଆଣ। ହଁ ଲଲାଟ ଆଜ୍ଞା ଆଡେ ଆସ କଣ ପାଇଁ କହୁନାହାନ୍ତି ଆଡେ ଏଠିକି ଆସ। କଣ କହୁନାହାନ୍ତି ଆଜ୍ଞା ସେ ଯୋଉ ଗଣ୍ଡଗୋଳ ହଉଥିଲା ତମେ ସେଠି ଥିଲ ପରା? କୋଉ ଗଣ୍ଡଗୋଳ ଏଁ? କୋଉ ଗଣ୍ଡଗୋଳ ଗଣ୍ଡଗୋଳ ବୋଲେ ତମେ ବା ଦେଖିଛ ଲୋକ କହୁଛନ୍ତି। ମୁଁ ଦେଖିଛି ହଁ ଆ କୋଉ ଗଣ୍ଡଗୋଳ କେତେବେଳେ ହେଇଛି ମୁଁ ଜମା ଜାଣିନି କି ଦେଖିନି। ଦେଖନ୍ତୁ ଆମେ ଏତେ କାହିଁ ଡାକୁଛ
କାଳେ କଣ ଅସୁବିଧା ହବ ସବୁ ଦେଖିଛି କହିଲା ମୁଁ ଗଣ୍ଡଗୋଳ କିଛି ଜାଣିନି ତ ମୁଁ ଜାଣିନି ମୁଁ ଦେଖିନି ତ କିଛି ମୁଁ ଜାଣିନି ବାବୁ ତା ଆଖି ଥିଲେ କେତେ ନଥିଲେ କେତେ ଦେଖିକିରି ସେ ଦେଖିଲାନି ତେଣୁ ସେ ଅନ୍ଧୁକୁ କେବେ ଝିଅ ଦବନି କାଲା ସବୁ ଶୁଣିଥବ ସାକ୍ଷୀ ବେଳରେ କହିବ କିଛି ଶୁଣି ନାହିଁ କାନ ଥାଉ ଥାଉ କାଲା ସେହି ଦିଅଟଇ ଏଭଳି ବ୍ୟକ୍ତିତ୍ୱକୁ କେବେ ଝିଅ ଦେବେନି ଷଣ୍ଡ ଚଇବ ସ୍ୱଗୋତ୍ରଜ ସ୍ୱଗୋତ୍ର ଲଲାଟ ଝିଅର ଯୋଉ ଗୋତ୍ର ଯଦି ଜୋଇଁର ସେଇ ଗୋତ୍ର ହେଇଗଲା ଏକା ଗୋତ୍ର ହେଇଯାଉଛି ସ୍ୱଗୋତ୍ର ବୋଲି ତାକୁ କହନ୍ତି ସାରେ ମୁଁ ଏଇ ରାତିରୁ ପାଲା ସଇଲେ ଘରକୁ ଯିବି ଆଜ୍ଞା କାହିଁକି ନା ମୋ ଝିଆରୀ ରହୁଛି ନିର୍ବନ୍ଧ କାଲି ଆପଣ ଯୋଉ କଥା କହିଲେଣି ମୁଁ ସେ କଥାଟା ବାଛିନି କି ଦେଖିନି ମାନେ ତୁ ମାନେ ନିର୍ବନ୍ଧ ହବାକୁ ହେଲାଣି ତୋ ଝିଅର ତୋ ଝିଆରୀର ତୁ ଏପର୍ଯ୍ୟନ୍ତ ତାର କୋଉ ଗୋତ୍ର ଆପଣ ଆଜି କହିଲେ ମୁଁ ଏଇଟା ଜାଣିନି ଆଉ ଗୋତ୍ର କଥା ମୁଁ ଆଜ୍ଞା ଜାଣିନି ଆଉ ଆଜ୍ଞା ମୋ ଗୋତ୍ର ହଉଛି ନାଗ ଯଦି ମୋ ଜ୍ୱାଇଁର ଗୋତ୍ର ନାଗ ହେଇଥିବ ବାହାଘର କରିବୁନି ବାହାଘର କରିବିନି ନା ଯଦି ମୋର ନାଗ ହେଇ ତାଙ୍କର ଧଣ୍ଡ ହେଇଥିବ ଚଳିବନି ସାପ ଗୁଡା କଣ ଗୋତ୍ର ଋଷି ମାନଙ୍କ ନାଁରେ ଗୋତ୍ର ନାଗ ବୋଲି ଜଣେ ଋଷି ଅଛନ୍ତି ତାଙ୍କ ନାଁରେ ଗୋତ୍ର ତେଣୁ ଏକା ଗୋତ୍ରରେ ବାହାଘର ହୁଏ ନା ହବନି ବାହାଘର କରିବନି ଷଣ୍ଡ ଷଣ୍ଡକୁ ଝିଅ ଦବନି ସାରେ ଆଜ୍ଞା ଷଣ୍ଢକୁ ଜମା ଦେବେ ଝିଅ ଦେବେ କଣ ଷଣ୍ଢକୁ ଜମା ଦେବେନି ଷଣ୍ଢକୁ ଦବାଟା ଠିକ ହବ ଝିଅକୁ ନା କଣ ତୁ କଣ କହିଲୁ ଷଣ୍ଢକୁ ଜମା ଦେବେନି ଆରେ ମୁଁ କହିଲି ଷଣ୍ଢ ଆଉ ଆରେ ଷଣ୍ଢ ନୁହଁ ମୁଁ କହିଲି ଷଣ୍ଢ ତାମାନେ ଷଣ୍ଢ ଅଲଗା ଷଣ୍ଢ ଅଲଗା ତୁ ପାଠ ପଢିଛୁ କଣ ଆଜ୍ଞା ପାଠ କଥା କଣ ମତେ ପଚାରୁଛନ୍ତି ପଚାରୁନାହାନ୍ତି କଣ ଅଣ୍ଡ ଅଣ୍ଡ ପଢିଛୁ ଏଗୁରା ମୁଁ ପିଲାବେଳେ ପଢିଛି ଏଗୁରା କଣ ମତେ ପଚାରୁଛନ୍ତି ସାଧାରଣ କଥା ଅଣ୍ଡ କେମିତିକା କହିବୁଟି ଅଣ୍ଡ ର ତଳେ 2 ଣ ତଳେ 2 ମାତ୍ରା ଅଣ୍ଡ ରଣ ତଳେ 1 ବାସ୍ ତୁ ଯୋଉ ଷଣ୍ଢ କହିଲୁ ଣ ତଳେ 1 ମାତ୍ରା ଷଣ୍ଢ ବୃଷଭ ତା କଥା ମୁଁ କହିନି ଆଉ ମୁଁ ଷଣ୍ଢ କହିଲି ଣ ତଳେ 2 ମାତ୍ରା ଷଣ୍ଢ 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 ଅର୍ଥ ନପୁସକ ଓ ଷଣ୍ଢ ଅର୍ଥ ନପୁସକକୁ ଝିଅ ଦବନି ନପୁସକକୁ ଝିଅକୁ ଦେବେନି ନା ସାରେ ମୋ ଜ୍ୱାଇଁ ନପୁସକ କି ପୁରୁଷ କେମିତି ଚିହ୍ନିବି ଚିହ୍ନିବୁ ଶାସ୍ତ୍ର କହିଛନ୍ତି ବହିର ନାଁ ହଉଛି ପାରସ୍କର ଗୁହ୍ୟସୂତ୍ର ଆଉ ଗୋଟେ ଥରେ ଅଛି ନିର୍ଣ୍ଣୟ ସିନ୍ଧୁ ଆଉ ପାରସ୍କର ଗୁହ୍ୟସୂତ୍ର ଏଇଥିରେ ସେ ପ୍ରମାଣଟା ଅଛି କହିଲେ ଯସ୍ୟ ବିପ୍ଳବ ତେରେ ତ ଫେନିଳ କୁମାନ ସ୍ୟାତ ଲକ୍ଷଣ ଇରେ ଭି ଏ ବିପରୀତ ଷଣ୍ଢ ଯସ୍ୟ ବିପ୍ଳବତେ ରେତ ଯେଉଁ ପୁରୁଷ ଠାରୁ ରେତ ବିପ୍ଳବ ହଉଥବ ବୀର୍ଯ୍ୟ ବିପ୍ଳବ ହଉଥବ ପରିସ୍ରା ଫେଣିଳ ବାବୁରେ ପରିସ୍ରା କଲା ବେଳେ ଯୋଉ ପୁରୁଷର ପରିସ୍ରା ଫେଣ ଯୁକ୍ତ ହଉଥବ ତୁ ଜାଣିବୁ ସେ ହଉଛି ପୁରୁଷ ବିପରୀତ ଷଣ୍ଡକ ୟାର ବିପରୀତ ଅର୍ଥାତ ଯାହାର ବୀର୍ଯ୍ୟ ନାହିଁ ରେତ ବିପ୍ଳବ ହଉନି କି ପରିସ୍ରା କଲା ବେଳେ ଫେଣ ହଉନି ସେ ପୁରୁଷ ହୋଇଥିଲେ ହେ ନପୁସକ ସାରେ ମୁଁ ଜ୍ୱାଇଁ ଘରକୁ ଯାଇଛି ଜ୍ୱାଇଁ କି ଦେଖିବି ସେ ପୁରୁଷ ନା ନପୁସକ ଆପଣଙ୍କ କହିବା ଅନୁସାରେ ତାକୁ କଣ ନଡା ଗଦା ମୂଳକୁ ନେବି ପାହାଚ ବସିବ ମୁଁ ଦେଖିବି এইটা সম্ভব নয়। শুণু তাহলে সিধা দেখিবু সিধা কহিবি কলে বাম পাদ চাই চালু থিব হইতি বাম পাদ চাই চালু থিব হইতি নারী হব ভাব মন নারী হব ভাব মন
ଜଣିବୁ ତାହାକୁ ପୁରୁଷ ରୂପରେ ନପୁଂସକ କରି ଜ୍ଞାନ କହିଲେ ବାଁ ପାଦକୁ ଆଗୁଆ ପକେଇକିରି ଆପଣ ଦେଖିବେ ଯିଏ ପୁରୁଷ ଆମେ ମାନେ ପୁରୁଷ ଆପଣ ମାନେ ପୁରୁଷ ଆଜ୍ଞା ପୁରୁଷ ମାନେ ଚାଲିଲା ବେଳେ ଡାହାଣ ପଦଟା ଆଗ ପଡେ ନାଇଁ ସିଂହ ଠାଣି କିନ୍ତୁ ମା ମାନେ ମୋର ଯେତେବେଳେ ଚାଲନ୍ତି ବାଁ ପାଦଟା ପକାନ୍ତି କୋମଳ ଚାଲି ଢଳି 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 ଚାଲନ୍ତି କିନ୍ତୁ ସାରେ ରୂପରେ ପୁରୁଷ ହଁ ଆଁ? ହଁ ରୂପରେ ପୁରୁଷ ବେଶ ଚାଲିରେ ବାଁ ପାଦଟା ଆଗ ପଇଲା ଜାଣିବୁ ସିଏ ହଉଛି ନପୁଂସକ କି ସୁନ୍ଦର ଚାଲି ସାରେ ଆପଣଙ୍କର ଆଁ? ସାରେ ଆପଣଙ୍କର ଆଗରୁ ନପୁଂସକ ଥିଲେ କି ଶୁଣୁ ପାଲା ବାଲା ଖାଲି କହିଲେ ହବନି ଆଉ ଆଜି ମଉସା କହୁଥିଲେ ହଁ ପାଲା ବାଲାଙ୍କ ଅଭିନୟ ଦରକାର ହଁ ଅଭିନେତା ପାଲା ବାଲା ଜଣେ ଅଭିନେତା ହଁ ବାଚକ ବେଶ। ଅଭିନେତା ହଁ। ଏବଂ ସଂସ୍କୃତଜ୍ଞ ହଁ। ଶାସ୍ତ୍ରଜ୍ଞ ବେଶ। ସବୁ ହେଲେ ପାଲା ବାଲା ହବ ତା ମାନେ ଯଦି ପରିଷ୍କାର ନ ହବ ଏମିତି ଖଣ୍ଡିଆ ଖଣ୍ଡିଆ କାହିଁ କରିବେ ମାନେ ଅଭିନୟ ଯଦି କରିବ ପରିଷ୍କାର ଅଭିନୟ କରିବ ମାନେ ଏମିତି ଅଭିନୟ ମୋ ମନକୁ ପାଉନି ପରିଷ୍କାର ଅଭିନୟ ମୋର ଅଭିନୟ ଭୁଲ ହେଲା ଦେଖ ଅଭିନୟ କେମିତି ହେମା ଦିନରେ ବସନ୍ତ ଆମେ ମା ରାତିରେ ବାସେନ୍ତି ହେମା ଦିନରେ ବସନ୍ତ ଆମେ ରାତିରେ ବାସନ୍ତି ଆଉ ଦିନରେ ମଳୟ ଆମେ ରାତିରେ ବାସନ୍ତି ହେମା ଦିନରେ ମଳୟ ଆମେ ରାତିରେ ବାସନ୍ତି ଆଉ ଦିନରେ ଡାକନ୍ତି ସତିଆ ବୋଲି ଦିନରେ ଡାକନ୍ତି ସତିଆ ବୋଲି ରାତିରେ ଡାକନ୍ତି ସତୀ ଏ କୁଳ ରହିଲୁ ନା ସେ କୁଳ ରହିଲୁ ଏ କୁଳ ରହିଲୁ ନା ସେ କୁଳ ରହିଲୁ ଆଇରେ ବିଧାତା ତୁ ଏ କି କଲୁ ଆଇରେ ବିଧାତା ତୁ ଏ କି କଲୁ ଏଇ ତକ ଦେଖେଇବ ବୋଲି ମୋ ଅଭିନୟଟା ହେଲାନି ଆର ବସ୍ ସମ୍ମାନନୀୟ ମୋର ପଣ୍ଡିତ ମଣ୍ଡଳୀ ତେଣୁ ନପୁଂସକକୁ ଝିଅ ଦେବେନି କାହାକୁ ଝିଅ ଦେବେ ପୁରୁଷକୁ ଝିଅ ଦେବେ ପୁରୁଷ କାହାକୁ କହନ୍ତି ବହିର ନାଁ ହଉଛି ରାମାୟଣ ମଞ୍ଜରୀ କବି ହେଲେ କ୍ଷେମେନ୍ଦ୍ର ଅବଶ୍ୟ ଚାଣକ୍ୟ ଶ୍ଲୋକରେ ଏମିତି ଗୋଟେ ଶ୍ଲୋକ ଅଛି ହେଲେ ତଳ ପଦ ଗୁଡାକ ଟିକେ ଅଲଗା ଅଲଗା ଅର୍ଥ କରିଛନ୍ତି ଚାଣକ୍ୟ କପି କରିଛନ୍ତି କାହାଠୁ ନା କ୍ଷେମେନ୍ଦ୍ରଙ୍କଠୁ କ୍ଷେମେନ୍ଦ୍ର କଣ କହିଲେ କଣ କହିଲେ ଆଁ? କଣ କହିଲେ କହିଲା ଯଥା ଚତୁର୍ଭୀ କନକୈର୍ ପରୀକ୍ଷନ୍ତେ ନିର୍ଘର୍ଷଣଂ खेदन तापताडनम् तथा चतुर्भिः पुरुषै परीक्षते ये कुलेन शिलेन ये बलेन संपदा ए पुओ ଯଥା ଚତୁର୍ଭୀ କନକୈର୍ ପରୀକ୍ଷନ୍ତେ ସୁନାର ଅଳଙ୍କାର ଆପଣଙ୍କ ଘରେ ଅଛି ମହାଶୟ ହଁ ଆଜ୍ଞା ଅଛି ନାଇଁ ହଁ ଆପଣ ଅଳଙ୍କାର ପରୀକ୍ଷା କରିବା ପାଇଁ ଯିବେ କୋଉଠିକି ଯିବେ ବଣିଆ ଦୋକାନକୁ ବଣିଆ ଦୋକାନକୁ ବଣିଆ ଦୋକାନରେ ଯେତେବେଳେ ଆପଣ ଅଳଙ୍କାର ନେଇ ପହଞ୍ଚିବେ ସିଏ ଆପଣଙ୍କ ଅଳଙ୍କାର ହଁ ଅସଲି ସୁନା ହଁ କି ନକଲି ସୁନା ସୁନା
ଚିହ୍ନିବା ପାଇଁ ହଁ 4 ପ୍ରକାର ପରୀକ୍ଷା କରିବ। ହଁ କୁହନ୍ତୁ ଆଜ୍ଞା କୁହନ୍ତୁ। ଗୋଟାଏ ନୁହଁ, ହଁ 4 ପ୍ରକାର। କେମିତି କହିଲା ନିର୍ଘର୍ଷଣମ୍। ନିର୍ଘର୍ଷଣ? ପ୍ରଥମେ ସେ ଗୋଟେ ପଥର ରଖିଛି, ହଁ ଯାହାର ନାଁ ହଉଛି କଷଟି ପଥର। କଷଟି ପଥର। ସେଥିରେ ସେ ସୁନାକୁ ଘଷିବ, ହଁ ତେଜାପ ମାରିବ, ଦେଖିବ ସେଇଟା ସୁନା ନା ନାଇଁ। ଅସଲି ନା? ଯଦି ନ ଜାଣି ପାରିଲା, ଏ ପୁଅ ହଁ ନିର୍ଘର୍ଷଣ ଛେଦନ, ଛେଦନ ତାକୁ କାଟିବ। କାଟିବ। ଯଦି ନ ଜାଣି ପାରିଲା, ହଁ ତାପ, ତାପ ତାକୁ ନିଆଁରେ ପୋଡିବ। ପୋଡିବ। ଯଦି ନ ଜାଣି ପାରିଲା, ହଁ ତାଣ ନଈ, ମାନେ ମାନେ ତାକୁ ହାତୁଡି ଧରିକି ବାଡେଇବ। ବାଡେଇବ। ଏ 4ଟା ପରୀକ୍ଷା ପରେ ସେ ଜାଣିବ ହଁ ସେଇଟା ଅସଲି ସୁନା ହଁ। କି ନକଲି ସୁନା। ପ୍ରତ୍ୟେକ ବର୍ଷ ମୁଁ ଯାଉଛି ଅବଶ୍ୟ, ହଁ? ଏମିତି ପରୀକ୍ଷା କରିଛି, କିନ୍ତୁ ଜାଣି ହଉନି କିଛି କଣ ସୁନା କି ଏ ଛିଡା 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 ପ୍ରତ୍ୟେକ ବର୍ଷ ଆଜ୍ଞା 4 ଥର 5 ଥର ଯାଉଛି ମୁଁ। ରହ। ଆଜ୍ଞା ସୁନା ପରୀକ୍ଷା କରିବାକୁ ସବୁ ବର୍ଷ ଯାଉଛୁ? ଆଜ୍ଞା ସବୁ ବର୍ଷ 5 ଥର ଲେଖା ଯାଉଛି। କଣ ବନ୍ଧା ରଖୁଛୁ କି ରେ? ଦିଅଣ୍ଟା 10ଟା ଖଣ୍ଡେ ସୁନା ମୋ ପାଖରେ ଅଛି। ଆଉ ନାଇଁ ନାଇଁ, ବନ୍ଧା ରଖୁଛୁ ଲୋକଙ୍କର। ବନ୍ଧା କାଇଁ ପରୀକ୍ଷା କରିବାକୁ ଯାଉଛି? ପରୀକ୍ଷା ସୁଧ ପାଟି ସାରେ। ମାନେ ସୁନା ଦେଖିବି ନକଲି କି ଅସଲି ସବୁ ଦେଖିବାକୁ ଯାଉଛି। ନକଲି ଅସଲି ଦେଖିବାକୁ ଯାଉଛୁ? ଆଜ୍ଞା ଆଜ୍ଞା ଲଲାଟ, ଆଜ୍ଞା ତୁ ଯୋଉ ଯାଉଛୁ ହଁ କୋଉଠିକି ଯାଉଛୁ? ଯାଉଛି ପୁରା ଦା ପୋଜିବାକୁ। ଆଉ କୋଉଠି କଣ ଦା ପୋଜିବାକୁ ଯାଆନ୍ତିନି ସେ? ଆରେ ଦାଟା ହଉଛି ଲୁହା, ଯାଉଛୁ କମାର ଶାଳକୁ। ସେଇଟା କହିଲା ଲୁହା। ମୁଁ ବଣିଆ ଦୋକାନକୁ ଯାଉଛି ସୁନା ଦେଖେଇବାକୁ। ସେଇଟା ଲୁହା। ବସ୍ ହଁ ହଁ ବାବୁରେ, ହଁ ସେମିତି ହଁ। ପୁରୁଷ ପରୀକ୍ଷା 4 ପ୍ରକାର। କଣ 4 ପ୍ରକାର ଆଜ୍ଞା? ଆଗ କୂଳ, କୂଳ, ତାପରେ ଶିଳ, ଶିଳ, ତାପରେ ବଳ, ବଳ, ତାପରେ ସମ୍ପଦ। ହଁ ଏ 4ଟା ପରୀକ୍ଷା କରିବ। ଯଦି ଠିକ ଅଛି, ହଁ ପୁରୁଷ ପୁରା ପୁରୁଷ। ଆଜ୍ଞା ଆଜ୍ଞା ଆଚ୍ଛା, ଆଜ୍ଞା ଆଗ କାହିଁ କୂଳ ପରୀକ୍ଷା କରାଗଲା? କୂଳ ଆଁ? ହଁ କହୁନାହାନ୍ତି। ଆପଣ ଦେଖନ୍ତୁ କାହିଁ କୂଳ ପରୀକ୍ଷା କରାଗଲା? ହଁ ସତ୍ୟଭାମା, ହଁ ବହିର ନାଁ ସତ୍ୟଭାମା। ସତ୍ୟଭାମା କବି ଦ୍ୱିତୀୟ ଭଞ୍ଜ ଗୋଲକ ଚନ୍ଦ୍ର ପ୍ରଧାନ ପ୍ରଧାନ। କହିଲେ ଯେ ବଂଶେ ଯେ ଜାତ, ସେ ବଂଶ ମହତା ବଂଶେ ସେ ରାଜା, ସେ ବଂଶେ ମହତା ରହିଥାଏ ତାର କିଛି। ଆରେ ରହିଥାଏ ତାରା ଇତିହାସରେ ଭଲା, ରହିଥାଏ ତାରା କୀର୍ତ୍ତି। ଆରେ ବିଧୁରେ ଆହ୍ଲାଦ, ସୁଧା ଦେଇ ବଦାରେ ଧୂରେ ଆଲାଦ ସୁଧା ଦେଇବଦ, ଆପେ ଆପଣାବ ହିଛ। ଆହା ସୁନ୍ଦର, ଆରେ ରବି ମଣ୍ଡଳରେ ରହି, ଆରେ ରବି ମଣ୍ଡଳରେ ରହି, ଆରେ ଅନନ୍ତ ଶୟନେ ଦାବାଗ୍ନି ଭକ୍ଷଣେ ଅନନ୍ତ ଶୟନେ ତାବାଘେ ଭକ୍ଷରେ, ଉଗ୍ରରୂପ ବହି। ଆରେ ସୁନ୍ଦର, ଲଲାଟ, ଆଜ୍ଞା ସାରେ। ଏ ଯେ ବଂଶେ ଯେ ଜାତ, ହଁ ଯେ ଯୋଉ ବଂଶରେ ଜନ୍ମ ହେଇଛି ଆଜ୍ଞା ବାବୁରେ, ହଁ ସେ ବଂଶର ସେ ମହତ ରଖିଛି। କହୁନାହାନ୍ତି କେମିତି? ଏଇଥିପାଇଁ ବଂଶଟା ଦେଖାଯାଏ। ଆହା ଯେ ଯୋଉ ବଂଶରେ ଜନ୍ମ ହେଇଥିବ ନା, ହଁ। ସେ ବଂଶର ମହତ୍ବକୁ ରଖିବ। କହୁନାହାନ୍ତି। ଆଁ? ହଁ ନାରଦ ଦିନେ କହିଲେ କୃଷ୍ଣଙ୍କୁ, ହଁ କହିଲେ ବିଧୁରେ ଆହ୍ଲାଦ, ହଁ
ସୁଧା ଦେଇ ମୋଦ ମଦ ବିଧୁ ଚନ୍ଦ୍ର 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 କଣ କରୁଛି ରାତିରେ ଉଦୟ ହଉଛନ୍ତି ଆହ୍ଲାଦ ଦଉଛନ୍ତି ଆନନ୍ଦ ଦଉଛନ୍ତି ବାସ୍ ବାସ୍ ସୁଧା ହଁ ଅମୃତ ଦାନ କରୁଛନ୍ତି ହଁ ହାଁ? ଅମୃତ ଏବଂ ଆହ୍ଲାଦ ପ୍ରଦାନ କରୁଛନ୍ତି କି ନା ଚନ୍ଦ୍ର ଚନ୍ଦ୍ର କହିଲେ ହେ କୃଷ୍ଣ ହଁ ତମେ ବି ସେଇଆ କରୁଛ ହଁ କଣ କଣ ନା ଆପଣଙ୍କୁ ଦେଖିଦେଲେ ଲୋକ ଆନନ୍ଦ ହେଇଯାଉଛନ୍ତି ବାବା ଆପଣ ହସିଦେଲେ ନା ହଁ ଅମୃତ ଗୁଡାକ ଝଡି ଝରି ପଡୁଛି ପଡୁଛି ଏ ଚନ୍ଦ୍ରବଂଶର ଗୁଣ ରହିଲା ହଁ ଆପଣ ରବି ମଣ୍ଡଳରୁ ଆସିଛନ୍ତି ହଁ ସୂର୍ଯ୍ୟ ମଣ୍ଡଳରୁ ଆପଣଙ୍କର ଜନ୍ମ ବାସ୍ ସେଇଥିପାଇଁ ଆପଣଙ୍କୁ ଧ୍ୟାଏ ସବିତୃ ମଣ୍ଡଳ ମଧ୍ୟବର୍ତ୍ତୀ ସରସି ଯାସନ୍ନ ସନ୍ନିବିଷ୍ଟ ବାବା କେଉରବାନ ମକର କୁଣ୍ଡଳବାନ କିରୀଟିହାରୀ ହିରଣମୟ ବାପୁ ଦ୍ରୁତ ଶଙ୍ଖ ଚକ୍ର ହେଇ 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 କହିଲେ ଆପଣ ଆସିଛନ୍ତି ସୂର୍ଯ୍ୟ ମଣ୍ଡଳରୁ ହଁ ଆପଣ ଜନ୍ମ ହଉଛି ସୂର୍ଯ୍ୟ ମଣ୍ଡଳ ବାସ୍ ଆପଣ ସୂର୍ଯ୍ୟ ମଣ୍ଡଳରୁ ଜାତ ହଁ ସେଇଥିପାଇଁ ହଁ ଆପଣ ଅନନ୍ତ ଉପରେ ଶୋଇଛନ୍ତି ହଁ ଅନନ୍ତ ବିଶ୍ୱ ଜ୍ୱାଳାକୁ ଆପଣ ସହିଲେ ନା ଆଉ ହଁ ଆଁ? ହଁ ଦାବାଗ୍ନି ଭକ୍ଷଣ ହଁ ଦାବାଗ୍ନି ଆପଣ ଭକ୍ଷଣ କଲେ ନା ଆଉ ହଁ ଆଉ କିଏ ପାରିଲା ନା ଏଇଟା ବଂଶର ଗୁଣ ହୁଁ ଯିଏ ଯୋଉ ବଂଶରେ ଜନ୍ମ ହେଇଥିବ ବାଃ ସେ ବଂଶର ମହତ୍ଵ ରଖିବ ରଖିବ। ସେଇଥିପାଇଁ ମୋର ମହାଶୟ ମାନେ ମୋ ମଉସା ମାନେ ମୋ ପୁରାଣକାର ମାନେ କଣ କରନ୍ତି ନା ଆଗ କୂଳ ଦେଖନ୍ତି ହଁ ଆଁ? କୂଳ ଆଗ କୂଳକୁ ଦେଖନ୍ତି କୋଉ ନଦୀ କୂଳରେ ଘର ଦୟା ନଦୀ କୂଳରେ ନା ଭାର୍ଗବୀ କୂଳରେ ନା କୋଉ କୂଳ ହେ କୂଳ ଅର୍ଥ ବଂଶ କୋଉ ବଂଶ ବଂଶଟାକୁ ଦେଖନ୍ତି ହଁ ହଁ ବାବୁ ଶିଳ ଶିଳ ତାପରେ ଦେଖିବ ତାର ଶିଳ ଅଛି ନା ନାହିଁ ତା ଘରେ ଶିଳ ଅଛି ମସଲା ଆରେ ବଟା ଘରେ ହଉଛି ନା ନୁହଁ ତାର କହିଲା ତା ଘରେ ଶିଳ ଅଛି ନା ନାହିଁ ଶିଳ ଦି ପ୍ରକାର ହଁ ଗୋଟା ହଉଛି ତାଲବସାରେ ହର୍ଷେଇ ଶିଳ ହଁ ମସଲା ବଟା ଶିଳ ହଁ ଆଉ ତ ନାହିଁ ନା ନା ଆଜିକାଲି ପିଲା ଆଉ ଜାଣିପାରିବେନି ଏ ପୁଅ ଶିଳ ଶିଳ ତାଲବେସରେ ଦୀର୍ଘଇ ହଁ ଶିଳ ଚରିତ୍ର ଓ ଚରିତ୍ର ଥିଲେ ଥାଉ ପଛେ ଗୁଣ ହଜାର ଥାଉ ପଛେ ଗୁଣ ହଜାର ଚରିତ୍ର ନଥିଲେ ସବୁ ଅସାର ଚରିତ୍ର ନଥିଲେ ସବୁ ଅସାର ହଜାରେ ଗୁଣ ଥାଉ ଯଦି ଚରିତ୍ର ନାହିଁ ନା ଲାଭ ନାହିଁ କିଛି ନା ତେଣୁ ସେ ପିଲାର ଯାହାକୁ ଜୋଇଁ କରିବ ହଁ ତାର ଚରିତ୍ର ଠିକ ଅଛି ନା ନାଇଁ ଦେଖ ସେଇଟା ଦରକାର ଆଁ? ହଁ କୂଳ ଶିଳ ହଁ ବଳ 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 ଅର୍ଥ କଣ ଯୁଦ୍ଧ କରିବ ଆଉ କଣ ନାଇଁ ସାମର୍ଥ୍ୟ ହଁ ମୋ ଝିଅକୁ ପୋଷିବାର ସାମର୍ଥ୍ୟ ତା ପାଖରେ ଅଛି ନା ନାଇଁ ଠିକ ସମ୍ପଦ ସମ୍ପଦ ତା ଘରେ ହଁ ସମ୍ପଦ ଅଛି ନା ନାଇଁ ହଁ ଲୋକ କହନ୍ତିନି ମୋ ଝିଅର ପେଟ କେବେ ଖାଲି ରଖିବନି ନା ଯେମିତି ହେଲେ ପଖାଳ ଗଣ୍ଡେ ହଉ ଖାଇବାକୁ ଦବ ମୋ ଝିଅ ପାଇଁ ବାସି ତୋରଣୀ ମନ୍ଦା ଦେଇ ପାରୁଥିବ ବାବୁରେ ହଁ ତେଣୁ ସମ୍ପଦ ଦରକାର ହଁ ଏ ଚାରିଟା ଜିନିଷ ଯାହା ପାଖରେ ଅଛି ହଁ ସେ ହଉଛି ପ୍ରକୃତ ପୁରୁଷ ହେଇ ହେଇ ରେ ଏଇ ପୁରୁଷକୁ ତମେ ଝିଅକୁ ଦବ ଦବ ଦକ୍ଷ ପଚାରିଲେ ବାପା ହଁ ଶିବ ପାଖରେ ଏଗୁଡାକ ଅଛି ହୁଁ ଆଁ? ଅଛି ମୁଁ ଶିବ କହିଦେଲି ଆପଣ ମାନେ ଖରାପ ଭାବିବେନି ହଁ କାରଣ ମୁଁ ବର୍ତ୍ତମାନ ଦକ୍ଷ ଭୂମିକାରେ ଅଛି ତ ହଁ କହିଦେଲି ହଁ ଆପଣ କହିବେନି ଶରତ ଦାସ କାହିଁ କହିଲା ଶିବ ବୋଲି ହୁଁ ସେମାନେ ମହାନ ପୁରୁଷ ହଁ ଭୂମିକାଟା ମତେ କହୁଛି ତାଙ୍କ ନାଁ ଧରିବା ପାଇଁ ହଁ କହିଲେ ଶିବ ପାଖରେ ହଁ ତାହା ଅଛି ତ ନାଇଁ ନାହିଁ ବୋଧେ ହୁଁ ହସିଦେଲେ ବ୍ରହ୍ମା ହଁ। କହିଲେ ଅବଧ ନୁହ ତୁ ସୁତା ଅବିଳମ୍ବେ କର ଏ ବିବାହ ବିଧାନ ତୁ କହିଲେ ଅବଧ ନୁହଁ ତମେ ଅବଧ ହୁଅ ନା ନା ଈଶାନକୁ ଶିବଙ୍କୁ ଦେଇଦିଅ ଦେଇଦିଅ ଆଁ? ହଁ ଆଉ ଅବିଳମ୍ବେ ବାହାଘର କରିଦିଅ କରିଦିଅ ସେଦିନ ବାପାଙ୍କ କଥାରେ ମାନି ମୁଁ ଏ ନିର୍ଲଜଟାକୁ ବାହା ଦେଇଦେଲି ମୋ ଝିଅକୁ ବାବୁ ହଁ ବାପାଙ୍କ କଥାରେ ସିନା ଦେଇଦେଲି ହଁ ଆଜି ସେ ଦଣ୍ଡ ଭୋଗୁଛି ମୁଁ ଏଡେ ବଡ ସଭାରେ ମତେ ନମସ୍କାର କଲାନି
ବାহ। କହିଲେ ମୁଁ ଯାଉଛି ହଁ ଏହାର ପ୍ରତିଶୋଧ ନେବି। ନେବି ଛିଡା ହେଇଗଲେ ବ୍ରହ୍ମା। ଆପଣ ଦେଖିବେ ଏ ଦୁନିଆରେ ଆପଣଙ୍କର କଣ କ୍ଷତି ହବ? କେହି ଦୁଃଖ କରିବେନି। ନା ନା ଦି ଜଣ ଦୁଃଖ କରିବେ, ଜଣେ ବାପା ଆଉ ଜଣେ ମା। ଆଁ? ହଁ ପୁଅର କେବେ ଅମଙ୍ଗଳ ଚାହାନ୍ତିନି। ନା 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 ବାବୁ ହଁ ଛିଡା ହେଇଗଲେ ବ୍ରହ୍ମା। ହଁ ଡାକିଲେ ଦକ୍ଷ, ବାବା ରାଗିଛୁ, ରାଗିବିନି। ପଳଉଛୁ? ଆପଣ କଣ କଲେ? ଆଁ? ମୋର ଝିଅ ଜୀବନଟାକୁ ନଷ୍ଟ କରିଦେଲେ। କଣ କହୁଛୁ ତୁ? ପକାଇ ଯାଉଛୁ? ଆଉ ମୁଁ ଏ ଜାଗାରେ ରହିବିନି। କାହିଁକି ରହିବୁନି? ଏ ଜାଗା ଛାଡି ମୁଁ ଚାଲିଯିବି। କାହିଁକି? ଏ ଜାଗା ଛାଡି ଯାଇ ମୁଁ ଗୋଟେ ଯଜ୍ଞର ଆୟୋଜନ କରିବି। କି ଯଜ୍ଞ? ଶିବହୀନ ଯଜ୍ଞ। ବାବୁରେ ବାବା କଣ ହସୁଛ? ରାଗି ଯାଇଛୁ, ଆଡା ରାଗି ଯାଇଛୁ, ଭୁଲ ବିଚାର ଆସିଛି, ହଁ ତୋର କ୍ଷତି ହବ। ମୋର କ୍ଷତି ହେଲେ ତମର କଣ ଅଛି? ମୋର କ୍ଷତି ହଉ କି ଲାଭ ହଉ, ହଁ। ମୁଁ ମନସ୍ଥ କରିଛି ମାନେ ଯଜ୍ଞ କରିବି। ଶ୍ରୀମଦ ଭଗବତ ଗୀତା ହଁ ପଢିଛୁ? କଣ ଲେଖା ହେଇଛି? କହିଲେ କ୍ରୋଧାତ ଭବତି ସମ୍ମୋହ, ସମ୍ମୋହାତ ସ୍ମୃତି ବିଭ୍ରମ, ସ୍ମୃତି ଭସାତ ବୁଦ୍ଧି ନାଶ, ୟେ ବୁଦ୍ଧି ନାଶାତ ପ୍ରଣଶ୍ୟତି। କହିଲେ କ୍ରୋଧାତ ଭବତି ସମ୍ମୋହ। ବାଃ। ମଣିଷ ରାଗିଲେ ମୋହ ହୁଏ। ଆରେ ମତେ କହିଲୁ, ହଁ। ଆରେ ଚିହ୍ନିଛୁ ମୁଁ କିଏ? ହଁ। ଏଇ ମୁଁ କହିବା ହଉଛି ମୋହ। ଓହୋ ମୋହ ଆସିଲେ ହଁ ସ୍ମୃତି ବିଭ୍ରମ, ବିଭ୍ରମ ମନେ ରଖିବା ଶକ୍ତିଟା ଚାଲିଯାଏ, ରହେ ନା। ନା ମନେ ରଖିବା ଶକ୍ତି ଚାଲିଗଲେ ମଣିଷ ଦେହରୁ, ହଁ ମଣିଷ ଠାରୁ ହଁ ମଣିଷର ବୁଦ୍ଧି ଚାଲିଯାଏ। ଚାଲିଯାଏ। ମଣିଷର ବୁଦ୍ଧି ଚାଲିଗଲେ ହଁ। ସେ ଯାହା କରେ ହଁ ପ୍ରଣଶ୍ୟତି, ସେ ମରେ। ମରି ମରି ଏ ପୁଅ, ହଁ ତେଣୁ ରାଗିଲେ ମଣିଷ ସିଧା ମରେ। ମତେ ଆଉ ବାପା ତମେ ବୁଝାଅନି। ମୁଁ ଯିବି ଯଜ୍ଞ କରିବା କଥା କରିବି। ଆଁ? ଶିବହୀନ ଯଜ୍ଞ ମୁଁ କରିବି। ବାପାଙ୍କ କଥା ନ ମାନି ଦକ୍ଷ ଗଲେ ଯଜ୍ଞ କରିବା ପାଇଁ। ଆଁ? କହିଲେ ଅକ୍ଷତ ବାସ ଦେଇଣ ଦଶ, ଦିଶକୁ ବେଶୀ ଜାର। ଅଣାଇଲେ ସେ ନିମନ୍ତ୍ରୀ ବସେ ଯେ ରୂପେ ଯୋଗୀ ବର। ଅକ୍ଷତ ବାସ, ଚାଉଳ, ବସ୍ତ୍ର, ଏବଂ ଦକ୍ଷିଣା ଦେଇ ବ୍ରାହ୍ମଣ ମାନଙ୍କୁ, ବନ୍ଧୁ ମାନଙ୍କୁ, ବାବୁରେ ଋଷି ମାନଙ୍କୁ ଏବଂ ନିଜର ଅତିଥି ମାନଙ୍କୁ ଡାକିଦେଲେ, ନିମନ୍ତ୍ରଣ କରିଦେଲି। ତା ଭିତରେ ବ୍ରାହ୍ମଣ ମାନଙ୍କୁ ଚାଉଳ, ବସ୍ତ୍ର, ନଡିଆ, ଦକ୍ଷିଣା ଦେଇ ନିମନ୍ତ୍ରଣ କଲେ। ହଁ ବ୍ରାହ୍ମଣ ମାନେ ଆଗ ଆସିଲେ, ହଁ ପହଞ୍ଚି ଗଲେ। ହଁ ସେଇ ବ୍ରାହ୍ମଣ ମାନଙ୍କ ଭିତରେ 4 ଜଣ ଶିବ ଭକ୍ତ ଅଛନ୍ତି। ଦୁର୍ବାସା, ଗୌତମ, ଅସିତ, ଦେବଳ। ଏ 4 ଜଣ ଶିବ ଭକ୍ତ। ଆପଣ ମାନେ କାହିଁ ଛିଡା ହେଇଗଲେ? କଣ ଆମେ ଆସିଛୁ ପୁରା। ଯା ଆସିଛୁ ତ ମୁଁ ଆସନ ଦେଇଥିଲି ବସିବା ପାଇଁ। ନିମନ୍ତ୍ରଣ ଦେଇଛନ୍ତି, ଆମେ ଆଇଛୁ ଆଉ। ଆପଣ କାହିଁ ଛିଡା ହେଇଗଲେ? ଏଇଠି ଦୁର୍ବାସା କହିଲେ, କହିଲେ ଛିଡା ହେବାର କାରଣ ଅଛି କାରଣ ଯେ ଅନ୍ୟମାନେ ବସନ୍ତୁ, ମୁଁ ପଚାରିବି। ବର୍ଷ ବସ। ଦକ୍ଷ, ଆଜ୍ଞା ନିମନ୍ତ୍ରଣ କଲ, ଆମେ ଆସିଛୁ। ଆଜ୍ଞା ଭଲ କଲେ। ତମେ ନିମନ୍ତ୍ରଣ କରିଛ, ଆମେ ଶୁଣିଲୁ ଗୋଟେ ଯଜ୍ଞ କରୁଛ। ଆଜ୍ଞା ମୁଁ ଯଜ୍ଞ କରୁଛି। ଆପଣ ଆମ ମାନଙ୍କୁ ପୁରୋଧା ଭାବରେ ଡାକିଛନ୍ତି। ହଁ ପୁରୋଧା ଭାବରେ ଡାକିଛି। ପୁରୋଧା ହିସାବରେ ଆସିଲା ବେଳେ ଆମେ ଖାଲି ଶୁଣିଲୁ ଯଜ୍ଞ ହବ। ହଁ ଯଜ୍ଞ ହବ। କୋଉ ଯଜ୍ଞ ହବ ଜାଣିନୁ। କୋଉ ଯଜ୍ଞ ହବ ଜାଣିନ? କୋଉଠି ଯଜ୍ଞ ହବ ଜାଣିନୁ। କୋଉଠି ଯଜ୍ଞ ହବ ଜାଣିନ? କେଉଁଠାରେ ହବ ଜାଣିନୁ, କେଉଁ ଯଜ୍ଞ ହବ ଜାଣିନୁ। ଶୁଣିବ, ତମେ କେଉଁ ଯଜ୍ଞ କରିବ, କୋଉଠି କରିବ? ମନସ୍ଥ କରିଛି ନୈମିଷାରଣ୍ୟେ ଯଜ୍ଞ ସମ୍ଭାର। ଶିବହୀନ ଯଜ୍ଞ କରିବି ତୁ ପଚାର।
ବୋଲେ ମନସ୍ଥ କରିଛି ନୈମିଷାରଣ୍ୟରେ ଯଜ୍ଞ କରିବା ପାଇଁ। ହଁ ଠିକ ଜାଗା ନୈମିଷାରଣ୍ୟ ଯଜ୍ଞ କରିବି ଯୋଉଠି ହିଂସା ନାହିଁ ନାହିଁ ଆଁ? ହଁ ସେ ଜାଗାଟା ଠିକ ହେଲା। ଆହା କୋଉ ଯଜ୍ଞ କରିବ? କୋଉ ଯଜ୍ଞ କରିବି ହଁ ଶିବହୀନ ଯଜ୍ଞ କରିବି କୋଉ ଯଜ୍ଞ? ଶିବହୀନ ଯଜ୍ଞ ଶିବହୀନ ଯଜ୍ଞ। ହଁ ହେ, କଣ ହେ ମୂର୍ଖ ଭଳି କଥାବାର୍ତ୍ତା କରନି। କଣ ଏମିତି କଥାବାର୍ତ୍ତା କରୁଛ? ମୁଁ ଆପଣଙ୍କୁ ଡାକିଛି ମୋ ଯଜ୍ଞରେ ଆପଣ ବ୍ରାହ୍ମଣ ହିସାବରେ ଆସିଛନ୍ତି ଆହୁତି ଦେବେ। ହୁଁ ମୁଁ ଯଜମାନ ଆପଣ ବ୍ରାହ୍ମଣ ହଁ ମତେ କଣ କହୁଛନ୍ତି ମୂର୍ଖ? ହଁ? ମୁଁ ମୂର୍ଖ ହେଇଥିଲେ ମୁଁ ଯଜ୍ଞ କରିବାକୁ ଡାକିଥାନ୍ତି ଆପଣଙ୍କୁ? ହଁ? ଆମର ସେମିତି ପାୱାର ଅଛି ବୋଲି ମୁଁ ଆପଣଙ୍କୁ ଡାକିଛି ଆପଣ ଯଜ୍ଞରେ ମୋର ଆହୁତି ଦେବେ। କଣ ଆରେ ଏମିତି କହୁଛନ୍ତି? ପାୱାର ଦେଖଉଛୁ ମତେ? କଣ କହୁଛନ୍ତି କଣ? ଆରେ ଯଜ୍ଞ କରିବୁ ଶିବହୀନ ତ ହଁ ଆଁ? ହଁ ଯଦି ତୁ ଜାଣିଥାନ୍ତୁ ତୋର ଜ୍ଞାନ ଥାନ୍ତା ଶିବହୀନ ଯଜ୍ଞ କରିନଥାନ୍ତୁ। କି କଥା କହୁଛନ୍ତି? ମୋର ଜ୍ଞାନ ନାହିଁ ମୁଁ ପୁଣି ଯଜ୍ଞ ଆୟୋଜନ କରିଛି। ଆରେ ଯଜ୍ଞର ଅର୍ଥ ତୁ ଜାଣିନୁ? ଯଜ୍ଞର ଅର୍ଥ ମୁଁ ଜାଣିନି। ଯଜ୍ଞର ଅର୍ଥ ଜାଣିଥିଲେ ଶିବହୀନ ଯଜ୍ଞ କରିନଥାନ୍ତୁ। କଣ ଯଜ୍ଞର ଅର୍ଥ ମୁଁ ଜାଣିନି? ନା ଶାଲା ତିଆରି ହବ, ହୁଁ ଯଜ୍ଞ କୁଣ୍ଡ ହବ, ହୁଁ କାଠ ପଡିବ, ହଁ ଘିଅ ପଡିବ, ହୁଁ ବ୍ରାହ୍ମଣ ମାନେ ଆହୁତି ଦେବେ। ହୁଁ। ଏଇଗୁଟା ତ ଯଜ୍ଞ। ଯଜ୍ଞ କଣ ଯଜ୍ଞର ମୂଳ କାରଣଟା କଣ? କାରଣ? ହଁ ଶିବହୀନ ଯଜ୍ଞ। କାଳିକା ପୁରାଣ ହଁ କହିଲେ ଯଜ୍ଞ କଲ୍ୟାଣ ହେ ତମଃ। ହଁ